ମାର୍ଚ୍ଚ 28, 1914। ମୋ ଯାତ୍ରା କାଳରୁ ମୁଁ ପ୍ରତ୍ୟେକ ବସ୍ତୁ ମଧ୍ୟରେ ଅଧିକରୁ ଅଧିକତର ଭାବେ ତୋ ଦିବ୍ୟ ହସ୍ତର ପରିଚାଳନା ଦେଖୁଛି। ସର୍ବତ୍ର ତୋ ଦିବ୍ୟ ବିଧାନ ହିଁ ଅଭିବ୍ୟକ୍ତ ହେଉଛି ଏବଂ ଏହିପରି ଘଟିବା ଯେ ସମ୍ପୂର୍ଣ୍ଣ ସ୍ୱାଭାବିକ। ଏହି ଦୃଢ଼ ଆନ୍ତରବିଶ୍ୱାସ ମୋର ହେବା ଆବଶ୍ୟକ, ଯଦ୍ୱାରା ମୁଁ ଆଶ୍ଚର୍ଯ୍ୟ ପରେ ଆଶ୍ଚର୍ଯ୍ୟ ଅନୁଭବ ନ କରି ମୁଁ କୌଣସି ମୁହୂର୍ତ୍ତରେ ଅନୁଭବ କରୁନାହିଁ ଯେ ମୁଁ ତୋର ବାହାରେ ବାସ କରେ। ଆଉ କେବେ ବି ଦିଗ୍ବଳୟ ଏତେ ସୁଦୂର ପ୍ରସାରୀ ଏବଂ ବସ୍ତୁର ଗଭୀରତା ଯୁଗପତ୍ ଏତେ ଜ୍ୟୋତିର୍ମୟ ଓ ଅତଳ ସ୍ପର୍ଶୀ ବୋଧ ହୋଇନାହିଁ। ହେ ଦିବ୍ୟଗୁରୁ, ଏହା ହିଁ କର। ପୃଥିବୀ ଉପରେ ଆମମାନଙ୍କ ଜୀବନ ବ୍ରତ କ'ଣ, ଏହା ଯେପରି ଅଧିକରୁ ଅଧିକତର, ପୂର୍ଣ୍ଣରୁ ପୂର୍ଣ୍ଣତର ଭାବେ ଜାଣିପାରୁ ଏବଂ ସାଧନ କରିପାରୁ। ଏହା ହିଁ କର। ଆମମାନଙ୍କ ଅନ୍ତରରେ ଯେଉଁ ଶକ୍ତି ରହିଛି ତାହା ଯେପରି ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିପାରୁ ଏବଂ ଆମ୍ଭମାନଙ୍କ ଆତ୍ମାର ନୀରବ ଗଭୀରତାରେ ଆମମାନଙ୍କ ସକଳ ଚିନ୍ତା, ସକଳ ଅନୁଭବ, ସକଳ କ୍ରିୟା ମଧ୍ୟରେ ପରିପୂର୍ଣ୍ଣ ରୂପେ ଯେପରି ତୋର ପରମ ସାନ୍ନିଧ୍ୟକୁ ପ୍ରକାଶ କରିପାରୁ। ମୋତେ ବଡ଼ ଆଶ୍ଚର୍ଯ୍ୟ ବୋଧ ହେଉଛି ଯେ ମୁଁ ତୋତେ ଏପରି ସମ୍ବୋଧନ କରି କଥା କହୁଛି, ଯେହେତୁ ତୁ ହିଁ ମୋ ମଧ୍ୟରେ ବାସ କରୁ, ଚିନ୍ତା କରୁ ଏବଂ ପ୍ରେମ କରୁ। ମା।